ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଜିର ଏହି ଭିଡ଼ିଓରେ ମୁଁ ସ୍ୱାଗତ ଜଣାଉଛି। ପିଲାମାନେ, ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ଏଜୁକେସନ୍ ବିଷୟର ପ୍ରଥମ ଅଧ୍ୟାୟର ପ୍ରଥମ ଟପିକଟି ହେଉଛି ପିଲାମାନେ ମହାତ୍ମା ଗାନ୍ଧୀ ଏବଂ ମୌଳିକ ଶିକ୍ଷା। ଏହି ମହାତ୍ମା ଗାନ୍ଧୀ ଏବଂ ମୌଳିକ ଶିକ୍ଷା ଟପିକରେ ଆମେ ଜାଣିବା ପିଲାମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ବିଷୟରେ, ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ବିଷୟରେ, ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଦର୍ଶନ ବିଷୟରେ, ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଦତ୍ତ ମୌଳିକ ଶିକ୍ଷାର ଅର୍ଥ ଏବଂ ମୌଳିକ ଶିକ୍ଷାର ବୈଶିଷ୍ଟ୍ୟ ବିଷୟରେ ଜାଣିବା। ତା ସହିତ ଶିକ୍ଷାର ଲକ୍ଷ୍ୟ କ'ଣ ମହାତ୍ମା ଗାନ୍ଧୀଙ୍କ ମତରେ, ପାଠ୍ୟକ୍ରମ କ'ଣ ହେବା ଉଚିତ, ଶିକ୍ଷାଦାନ ପ୍ରଣାଳୀ କେମିତି ହେବା ଉଚିତ ତାହାରି ବିଷୟରେ ଜାଣିବା। ତା ସହିତ ଶିକ୍ଷାରେ ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କର ଭୂମିକା କ'ଣ, ଏହି ବିଷୟବସ୍ତୁରେ ଆମେ ଜାଣିବା। ଆଜିର ଏହି ଭିଡ଼ିଓରେ ପିଲାମାନେ ଆମେ ଜାଣିବା ମହାତ୍ମା ଗାନ୍ଧୀଙ୍କ ଜୀବନୀ ବିଷୟରେ। ମହାତ୍ମା ଗାନ୍ଧୀଙ୍କ ଜୀବନୀରୁ ଅନେକ ଗୁଡ଼ିଏ ତୁମର ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିଥାଏ ପିଲାମାନେ। ତେଣୁକରି ବାର୍ଷିକ ପରୀକ୍ଷା ଦୃଷ୍ଟିରୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତାପରେ ଆମେ ତାଙ୍କର ଜୀବନ ଦର୍ଶନ ବିଷୟରେ ପଢ଼ିବା, ଶିକ୍ଷା ଦର୍ଶନ ବିଷୟରେ ପଢ଼ିବା, ତା ସହିତ ତାଙ୍କର ମୌଳିକ ଶିକ୍ଷାର ଅର୍ଥ ବୈଶିଷ୍ଟ୍ୟ ଇତ୍ୟାଦି ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକରେ ଆମେ ପଢ଼ିବା ଏବଂ ଜାଣିବା। ଚାଲ ପିଲାମାନେ, ଆଜି ଆମେ ଜାଣିବା ମହାତ୍ମା ଗାନ୍ଧୀଙ୍କ ଜୀବନୀ ବିଷୟରେ। ମହାତ୍ମା ଗାନ୍ଧୀଙ୍କ ପରିଚୟ। ମହାତ୍ମା ଗାନ୍ଧୀ ଭାରତରେ ଜାତିର ଜନକ ଭାବରେ ପରିଚିତ। ସେ ଆହୁରି ବାପୁଜୀ ଭାବରେ ମଧ୍ୟ ପରିଚିତ। ମହାତ୍ମା ଗାନ୍ଧୀ ଏକ ମହାନ ରାଜନୀତିଜ୍ଞ ଅଟନ୍ତି, ସମାଜ ସଂସ୍କାରକ ଅଟନ୍ତି। ତା ସହିତ ମହାତ୍ମା ଗାନ୍ଧୀ ଏକ ମହାନ ଶିକ୍ଷାବିତ ମଧ୍ୟ ଅଟନ୍ତି। ଭାରତରେ ସମସ୍ତ କ୍ଷେତ୍ରରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ମହାତ୍ମା ଗାନ୍ଧୀ ହେଉଛନ୍ତି ଅହିଂସା ଏବଂ ସତ୍ୟର ପ୍ରତୀକ। ମହାତ୍ମା ଗାନ୍ଧୀଙ୍କ ଜନ୍ମ ଓ ପରିବାର। ମହାତ୍ମା ଗାନ୍ଧୀଜୀଙ୍କର ପୂର୍ଣ୍ଣ ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ସେ 2 ଅକ୍ଟୋବର 1869 ମସିହାରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ପିତା ଥିଲେ କରମଚାନ୍ଦ ଗାନ୍ଧୀ ଏବଂ ମହାତ୍ମା ଗାନ୍ଧୀଙ୍କର ମାତା ଥିଲେ ପୁତଳୀ ବାଇ। ମହାତ୍ମା ଗାନ୍ଧୀଜୀଙ୍କର ପରିବାରର ଲୋକମାନେ ବା ସଦସ୍ୟମାନେ ବୈଷ୍ଣବ ପରମ୍ପରାକୁ ଅନୁସରଣ କରୁଥିଲେ। ମହାତ୍ମା ଗାନ୍ଧୀଜୀଙ୍କ ଶୈଶବ ଅବସ୍ଥା ଏବଂ ତାହାର ପ୍ରଭାବ। ମହାତ୍ମା ଗାନ୍ଧୀ ତାଙ୍କ ମାତାଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ମହାତ୍ମା ଗାନ୍ଧୀ ତାଙ୍କର ଶୈଶବ ଅବସ୍ଥାରେ ଥିଲାବେଳେ ସେ ଲଜ୍ଜାଶୀଳ, ତା ସହିତ ସରଳ ସ୍ୱଭାବର ବ୍ୟକ୍ତି ଥିଲେ। ମହାତ୍ମା ଗାନ୍ଧୀଙ୍କର ଜୀବନ ହରିଶ୍ଚନ୍ଦ୍ର ଓ ଶ୍ରବଣ କୁମାର ନାଟକ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଏହି ହରିଶ୍ଚନ୍ଦ୍ର ଓ ଶ୍ରବଣ କୁମାର ନାଟକ ଘଟଣାଟି ମହାତ୍ମା ଗାନ୍ଧୀଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିଲା। ମହାତ୍ମା ଗାନ୍ଧୀ ଶୈଶବ ଅବସ୍ଥାରେ ଥିଲାବେଳେ ସେ ଭୁଲରେ ମାଂସ ଭକ୍ଷଣ ଏବଂ ଧୂମପାନ କରିଦେଇଥିଲେ। ପରେ ସେ ଅନୁତାପ କରି ଶପଥ ଗ୍ରହଣ କରିଥିଲେ ସେ କେବେ ଆଉ ଧୂମପାନ କରିବେ ନାହିଁ ବୋଲି। ସେ ସତ୍ୟ ଓ ନୀତି
ଗାନ୍ଧୀର ଅଟୁଟ ଆସ୍ଥାକୁ ଗ୍ରହଣ କରିନେଇଥିଲେ। ମହାତ୍ମା ଗାନ୍ଧୀ 1887 ମସିହାରେ ମେଟ୍ରିକ୍ ପାସ୍ କଲେ ଏବଂ ତାଙ୍କ ବନ୍ଧୁଙ୍କ ପ୍ରେରଣାରେ ଓକିଲାତି ଶିକ୍ଷା ପାଇଁ ପ୍ରସ୍ତୁତ ହେଲେ। ମହାତ୍ମା ଗାନ୍ଧୀଙ୍କ ଇଂଲଣ୍ଡ ଯାତ୍ରା ଓ ଶିକ୍ଷା। ମହାତ୍ମା ଗାନ୍ଧୀ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯାତ୍ରା କଲେ। ସେ 1891 ମସିହାରେ ଆଇନ ପାସ୍ କଲେ। ଦୀର୍ଘ 22 ବର୍ଷ ବୟସରେ ସେ ଭାରତକୁ ଫେରିଲେ। ଭାରତକୁ ଫେରି ସାରିବା ପରେ ସେ ବମ୍ବେରେ ଓକିଲାତି ଆରମ୍ଭ କରିଥିଲେ। ମହାତ୍ମା ଗାନ୍ଧୀଜୀଙ୍କ ଦକ୍ଷିଣ ଆଫ୍ରିକା ଯାତ୍ରା। ମହାତ୍ମା ଗାନ୍ଧୀ 1893 ମସିହାରେ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥିଲେ। କାହିଁକି ସେ 1893 ମସିହାରେ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥିଲେ? କାହିଁକି ନା ତାଙ୍କୁ ଆଇନ ପରାମର୍ଶ ଦେବାର ଥିଲା। ତେଣୁକରି ଆଇନ ପରାମର୍ଶ ଦେବା ପାଇଁ ସେ ଦକ୍ଷିଣ ଆଫ୍ରିକାକୁ 1893 ମସିହାରେ ଯାତ୍ରା କରିଥିଲେ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ 21 ବର୍ଷ ଧରି ରହିଥିଲେ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ 1893 ମସିହାରୁ 1914 ମସିହା ପର୍ଯ୍ୟନ୍ତ 21 ବର୍ଷ ଧରି ସେ ଦକ୍ଷିଣ ଆଫ୍ରିକାରେ ରହିଥିଲେ। ମହାତ୍ମା ଗାନ୍ଧୀଜୀଙ୍କର ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ସେଠାରେ ହେଉଥିବା ଅନ୍ୟାୟ, ବର୍ଣ୍ଣ ବୈଷମ୍ୟକୁ ଦେଖି ସେ ପ୍ରଭାବିତ ହୋଇଥିଲେ ଏବଂ ତାକୁ ସେ ଦକ୍ଷିଣ ଆଫ୍ରିକାରେ ବିରୋଧ କରିଥିଲେ। ପରିଶେଷରେ ମହାତ୍ମା ଗାନ୍ଧୀ 1915 ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମହାତ୍ମା ଗାନ୍ଧୀଜୀଙ୍କ ଜୀବନରେ ସତ୍ୟାଗ୍ରହର ଆରମ୍ଭ। ସାଧାରଣ ଜନତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଦେଖି ମହାତ୍ମା ଗାନ୍ଧୀଙ୍କ ମନରେ ସତ୍ୟାଗ୍ରହର ସୂତ୍ରପାତ ହୋଇଥିଲା। ମହାତ୍ମା ଗାନ୍ଧୀ ଅହିଂସାମୂଳକ ଆନ୍ଦୋଳନ ଆରମ୍ଭ କରିଥିଲେ। ଗାନ୍ଧୀଜୀ ମହାତ୍ମା ଭାବରେ ପରିଚିତ ହେଲେ। ମହାତ୍ମା ଗାନ୍ଧୀଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସତ୍ୟାଗ୍ରହ, ଅହିଂସାମୂଳକ ଆନ୍ଦୋଳନ ଭାରତର ସ୍ୱାଧୀନତାର ସ୍ୱପ୍ନକୁ ଜାଗୃତ କରିଥିଲା। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଥିବା ସମୟରେ ସେ ଜୋହାନେସବର୍ଗରେ ଥିବା ଫୋନିକ୍ସ ଆଶ୍ରମକୁ ପରିଦର୍ଶନ କରିଥିଲେ। ଏହି ଜୋହାନେସବର୍ଗର ଫୋନିକ୍ସ ଆଶ୍ରମର ଆଶ୍ରମ ଜୀବନ ତା ସହିତ ସେହି ଫୋନିକ୍ସ ଆଶ୍ରମର ଶିକ୍ଷା ପ୍ରଣାଳୀ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ। ସେହି ଫୋନିକ୍ସ ଆଶ୍ରମର ଶିକ୍ଷା ଅନୁଭୂତି ତାଙ୍କ ଜୀବନର ଶିକ୍ଷା ଦର୍ଶନକୁ ମଧ୍ୟ ପ୍ରଭାବିତ କରିଥିଲା। ମହାତ୍ମା ଗାନ୍ଧୀ 1915 ମସିହାରେ ଶାନ୍ତିନିକେତନ ପରିଦର୍ଶନ କରିଥିଲେ। ଏହି ଶାନ୍ତିନିକେତନ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ସେହି ଶାନ୍ତିନିକେତନର ଶିକ୍ଷା ପ୍ରଣାଳୀରେ ମହାତ୍ମା ଗାନ୍ଧୀ ଅନୁପ୍ରେରଣା ଲାଭ କରିଥିଲେ। ମହାତ୍ମା ଗାନ୍ଧୀ ସେହି ଶାନ୍ତିନିକେତନର ଶିକ୍ଷା ପ୍ରଣାଳୀର ଅନୁପ୍ରେରଣାରେ 1915 ମସିହାରେ ସାବରମତୀଠାରେ ଶିକ୍ଷାଶ୍ରମ ପ୍ରତିଷ୍ଠା କଲେ 20 ଜଣ ଅନ୍ତେବାସୀଙ୍କ ସାହାଯ୍ୟରେ। ଏହି ଅନ୍ତେବାସୀଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ବାପୁ ଭାବରେ ପରିଚିତ ଥିଲେ। ମହାତ୍ମା ଗାନ୍ଧୀ ସଦାସର୍ବଦା ଆତ୍ମନିର୍ଭରତା ଉପରେ ଜୋର ଦେଉଥିଲେ। ସେ ସବୁବେଳେ ସତ୍ୟ, ଅହିଂସା ଓ ସାହସର ଶିକ୍ଷା ପ୍ରଦାନ କରୁଥିଲେ। ମହାତ୍ମା ଗାନ୍ଧୀ ସେବାଗ୍ରାମ ଆଶ୍ରମ ପ୍ରତିଷ୍ଠା କରିଥିଲେ।
ଆହୁରି ସେ ସାଧାରଣ ଜନତାଙ୍କୁ ଉପଦେଶ ଦେଉଥିଲେ ଶିକ୍ଷାକୁ ଜୀବନ ସହ ଯୋଡ଼ିବା ପାଇଁ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କର ଭୂମିକା ମୁଖ୍ୟ ଥିଲା। ପିଲାମାନେ, ସେ ଭାରତର ସ୍ୱାଧୀନତା ପାଇଁ ଅନେକ କଷ୍ଟ ଓ କାରାବାସ ସହିଥିଲେ। 1947 ମସିହାରେ ଭାରତ ସ୍ୱାଧୀନ ହେଲା। ତାର ପର ବର୍ଷ ପିଲାମାନେ 1948 ମସିହା ଜାନୁଆରୀ 30 ତାରିଖରେ ମହାତ୍ମା ଗାନ୍ଧୀଙ୍କର ନିଧନ ହେଲା। 1948 ମସିହା ଜାନୁଆରୀ 30 ତାରିଖରେ ମହାତ୍ମା ଗାନ୍ଧୀ ଦିଲ୍ଲୀର ବିରଳା ଭବନରେ ସନ୍ଧ୍ୟା ପ୍ରାର୍ଥନା କରୁଥିଲେ। ସେହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ନାଥୁରାମ ଗଡ଼ସେ ନାମକ ବ୍ୟକ୍ତିଙ୍କ ଗୁଳିରେ ହିଁ ମହାତ୍ମା ଗାନ୍ଧୀଙ୍କର ନିଧନ ହୋଇଥିଲା। ଜବାହରଲାଲ ନେହେରୁ ସେହି ସମୟର ଭାରତର ପ୍ରଧାନମନ୍ତ୍ରୀ ଥିଲେ। ମହାତ୍ମା ଗାନ୍ଧୀଙ୍କର ନିଧନ ଖବର ଶୁଣି ସେ କହିଲେ ଭାରତର ଆଲୋକ ଚାଲିଗଲା ବୋଲି। ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ପଢ଼ିଲେ ଏବଂ ଜାଣିଲେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ବିଷୟରେ। ଏହି ମହାତ୍ମା ଗାନ୍ଧୀଙ୍କ ଜୀବନୀରୁ ଅନେକ ଗୁଡ଼ିଏ ପ୍ରଶ୍ନ ତୁମର ବାର୍ଷିକ ପରୀକ୍ଷାରେ ଆସିଥାଏ। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ।